संकल्पर शक्ति कस्तूरबा आत्मसंयम संयोग बनाम आत्मसुख नारे गांधीଙ୍କର ଏକ ବହି ଅଛି। ଦାମ୍ପତ୍ୟ ଜୀବନ ଓ ଶୃଙ୍ଖଳିତ ଜୀବନଶୈଳୀକୁ ନେଇ ଉକ୍ତ ବହିଟି ଗାନ୍ଧୀଙ୍କର ଏକ ଅନନ୍ୟ ପ୍ରବନ୍ଧ ସଂକଳନ। 1937 ମସିହା ଏପ୍ରିଲ ମାସର କର୍ଣ୍ଣାଟକର ଏକ ଛୋଟ ଗାଁରେ ହୁଦଲିରେ ଅନୁଷ୍ଠିତ ଗାନ୍ଧୀ ସେବା ସଂଘ ଅଧିବେଶନରେ ନବବିବାହିତ ଦମ୍ପତିଙ୍କ ଉଦ୍ଦେଶ୍ୟରେ ଗାନ୍ଧୀଙ୍କ ଦେଇଥିବା ଭାଷଣକୁ ଏକ ପ୍ରବନ୍ଧ ଭାବେ ଏଥିରେ ସ୍ଥାନିତ କରାଯାଇଛି। ନା ତାର ଦାମ୍ପତ୍ୟ ଜୀବନର ଏରୁଣ୍ଡି। ଗାନ୍ଧୀଜୀ ସେଥିରେ ଉଲ୍ଲେଖ କରିଛନ୍ତି, ସ୍ୱାମୀ ଓ ସ୍ତ୍ରୀ ପରସ୍ପର ପୃଥକୀକରଣ, ପରିପୂରକ, ଜଣେ ଅନ୍ୟ ଜଣଙ୍କର ପ୍ରଭୁ କିମ୍ବା ଭୃତ୍ୟ ନୁହେଁ। ଉଭୟ ଉଭୟଙ୍କର ଶିକ୍ଷକ, ସହଯୋଗୀ ଓ ମାର୍ଗଦର୍ଶକ। ଜୀବନରେ କର୍ତ୍ତବ୍ୟର କୌଣସି ଏକ ସଂକଳ୍ପ ଜଣକର ବି ନୁହେଁ। ଏହା ମିଳିତ ଭାବେ ଉଭୟଙ୍କର। ପରସ୍ପର ଜ୍ଞାନ, ଆକାଂକ୍ଷା, ଆବେଗକୁ ନିଜ ଭିତରେ ବାଣ୍ଟିବା ଉଭୟଙ୍କର ଧର୍ମ। କଥା ଗୁପ୍ତ ରଖିବା ପାପ, ଚିନ୍ତା, କାର୍ଯ୍ୟ ଓ ବାକ୍ୟରେ ସହମତିରେ ଉଭୟଙ୍କର ସମୃଦ୍ଧି ସମ୍ଭବ। ଏଥିରେ ବ୍ୟତିକ୍ରମ ଆସିଲେ ଏହାକୁ ପ୍ରବଞ୍ଚନା କୁହାଯାଏ। ଗାନ୍ଧୀଜୀ ନିଜ ଜୀବନରେ ଏକ ଉଦାହରଣ ଦେଇ କହିଛନ୍ତି, ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହର ଡାକରା ମୋର ଏକ ସଂକଳ୍ପ ଥିଲା। କସ୍ତୁରବା ଏଥିରେ ପୂର୍ଣ୍ଣ ପ୍ରାଣରେ ମୋ ସହିତ ସହଯୋଗ କରିଥିଲେ। ଜେଲ୍ ଯାଇଥିଲେ। ବିଦେଶ କାରାଗାରରେ ବନ୍ଦୀ ଜୀବନ ଥିଲା ଦୁର୍ବିବହ ଗୋଟିଏ ଘଟଣା କିନ୍ତୁ ଆମ ସଂକଳ୍ପର ଆହୁତି ଦୃଢ଼ୀଭୂତ କରିଦେଇଥିଲା। ଗାନ୍ଧୀଜୀ ମନେ ପକାଇ କହିଥିଲେ ଯେ 1908 ଅକ୍ଟୋବର ମାସରେ ସେ ଦକ୍ଷିଣ ଆଫ୍ରିକାରେ ଆଇନ ଅମାନ୍ୟ ଯୋଗୁଁ ଟ୍ରାନ୍ସଭାଲର ଭଲ୍କାଉଣ୍ଟ୍ରୁଣ୍ଟ ଜେଲରେ ବନ୍ଦୀ ହୋଇ ସଶ୍ରମ କାରାଦଣ୍ଡ ଭୋଗିଥିଲେ। ସର୍ତ୍ତ ଥିଲା, ଗାନ୍ଧୀ ଭୁଲ ମାଗି ଜରିମାନା ଦେଇଦେବେ, ସେ ଜେଲରୁ ମୁକ୍ତ ହୋଇଯିବେ। ଗାନ୍ଧୀଙ୍କ ସତ୍ୟାଗ୍ରହର ସଂକଳ୍ପ କିନ୍ତୁ ନୈତିକତାଠାରୁ ଅଲଗା ନ ଥିଲା। ତେଣୁ ଗାନ୍ଧୀ ଜରିମାନା ନ ଦେଇ ଓ କ୍ଷମା ପ୍ରାର୍ଥନା ନ କରି ଜେଲ୍ ଦଣ୍ଡାଦେଶକୁ ପସନ୍ଦ କରିଥିଲେ। ଭଲ୍କାଉଣ୍ଟ ଜେଲରେ 1908 ନଭେମ୍ବର 9 ତାରିଖରେ ଗାନ୍ଧୀଜୀ ଫିନିକ୍ସ ଆଶ୍ରମର ତତ୍କାଳୀନ ପରିଚାଳକ ଆଲବର୍ଟ ୱେଷ୍ଟଙ୍କ ଠାରୁ ଏକ ଟେଲିଗ୍ରାମ ପାଇଲେ। ୱେଷ୍ଟ ଲେଖିଥିଲେ, ବାପୁ କସ୍ତୁରବାଙ୍କ ଦେହ ଭଲ ନାହିଁ। ସେ ସାଂଘାତିକ ଭାବେ ଅସୁସ୍ଥ, ବଞ୍ଚିବା ଅନିଶ୍ଚିତ। ଆପଣ ଯଦି ତାଙ୍କ ଶେଷ ଦର୍ଶନ କରିବାକୁ ଚାହୁଁଛନ୍ତି, ଜେଲର ଜରିମାନା ଦେଇ ଭୁଲ ମାଗି ଜେଲରୁ ତୁରନ୍ତ ଚାଲି ଆସନ୍ତୁ। ଗାନ୍ଧୀଙ୍କ ଏହା ଏକ ଦ୍ୱନ୍ଦ୍ୱପୂର୍ଣ୍ଣ କଠିନ ସମୟ ଥିଲା। ଗୋଟିଏ ପଟେ ଥିଲା ଆଶ୍ୱସ୍ତି ସ୍ତ୍ରୀ ଓ ପରିବାରର ସୁରକ୍ଷା ଓ ଅନ୍ୟ ପଟେ ଥିଲା ଜରିମାନା ଦେଇ ସତ୍ୟାଗ୍ରହର ସଂକଳ୍ପ ଭାଙ୍ଗି ଦେବାର କଲଙ୍କ। ସେହିଦିନ ହିଁ ଜେଲରୁ ଆଲବର୍ଟ ୱେଷ୍ଟଙ୍କ ପାଖକୁ ଗାନ୍ଧୀଜୀ ଏକ ଚିଠି ଲେଖି ଜଣାଇଥିଲେ, ପ୍ରିୟ ୱେଷ୍ଟ, ତୁମ ଟେଲିଗ୍ରାମ ଆଜି ପାଇଲି। ବାଙ୍କ ଖବର ଶୁଣି ମୁଁ ଭାଙ୍ଗି ପଡ଼ିଛି। ତୁମେ ମୋତେ ଜରିମାନା ଦେଇ ଜେଲରୁ ବାହାରି ଯିବାକୁ ଲେଖିଛ। ମୁଁ କିନ୍ତୁ ଏହା କରିପାରିବିନି। ମୁଁ ଯେତେବେଳେ ଏହି ସଂଗ୍ରାମ ଆରମ୍ଭ କରିଥିଲି, ଏହାର କେତେ ମୂଲ୍ୟ ମୋତେ ଦେବାକୁ ପଡ଼ିବ ମୁଁ ଅବଗତ ଥିଲି। କସ୍ତୁରବା ବି ଜାଣିଥିଲେ। ଶ୍ରୀମତୀ ଗାନ୍ଧୀ ଯଦି ମୋତେ ଆଶ୍ୱାସନା ନ ଦେଇ ଏମିତି ଅଧା ବାଟରେ ଚାଲିଯିବେ, ଜଣେ ଅସମର୍ପିତ ସ୍ୱାମୀ ଭାବେ ମୁଁ ଆଉ କ'ଣ ବା କରିପାରିବି? ମୁଁ ଆଶା କରୁଛି, ତୁମେ କିମ୍ବା ଅନ୍ୟ କିଏ ମୋତେ କସ୍ତୁରବାଙ୍କ ସମ୍ପର୍କରେ ନିୟମିତ ଖବର ଦେବ। ତୁମର ଏହି ଚିଠି ସହ କସ୍ତୁରବାଙ୍କ ପାଖକୁ ଅନ୍ୟ ଏକ ଚିଠି ପଠାଇଲି। ଯଦିବା ସଚ୍ଚିଦାନନ୍ଦ ଥାଆନ୍ତି, ମଣିଲାଲ, ଯିଏକି ଗାନ୍ଧୀଙ୍କର ଦ୍ୱିତୀୟ ପୁତ୍ର, ମଣିଲାଲଙ୍କୁ କହିବ ସେ ଚିଠି ପଢ଼ି କସ୍ତୁରବାଙ୍କୁ ଶୁଣାଇଦେବ। ଦ୍ୱିତୀୟ ଚିଠି ଗାନ୍ଧୀ ଲେଖିଥିଲେ, ପ୍ରାଣପ୍ରିୟ କସ୍ତୁରବା, ତୁମ ଦେହ ଖରାପ କଥା ଆଜି ମୁଁ ମିଷ୍ଟର ୱେଷ୍ଟଙ୍କ ଏକ ଟେଲିଗ୍ରାମରୁ ପାଇଲି। ମୁଁ ଦୁଃଖିତ, କିନ୍ତୁ ମୁଁ ତୁମ ପାଖକୁ ଯାଇପାରିବି ନାହିଁ। ମୁଁ ସେବା କରିବା ଅବସ୍ଥାରେ ନାହିଁ। ମୁଁ ମୋର ସବୁକିଛି ସତ୍ୟାଗ୍ରହ ଆନ୍ଦୋଳନକୁ ଦେଇଦେଇଛି। ମୁଁ ଯଦି ଜରିମାନା ଦେଇଦେବି,
ଜେଲରୁ ମୁକ୍ତ ହୋଇପାରିବି। ମୁଁ ଏହା କରିପାରିବି ନାହିଁ। ମୁଁ ଜାଣେ ଯଦି ତୁମେ ସାହସ ରଖିବ ନିଶ୍ଚୟ ଭଲ ହୋଇଯିବ। ତୁମେ ମୋ ପାଇଁ ଯେ ରହିବ ମୋର ବିଶ୍ୱାସ। ଆମେ ଦୁହେଁ ମିଶି ଆମ ସଂକଳ୍ପ ପୂରଣ କରିବା। ମୋର ଯଦି ଭାଗ୍ୟ ଖରାପ ଥିବ ତୁମେ ମୋତେ ଛାଡ଼ି ଚାଲିଯିବ। ଏଥିରେ ତୁମର କିଛି ଭୁଲ ନାହିଁ। ମୁଁ ତୁମକୁ ଖୁବ୍ ଭଲ ପାଏ କସ୍ତୁର। ଯଦି ତୁମର କିଛି ଘଟିଯାଏ ତଥାପି ତୁମେ ମୋର ପାଇଁ ଅମର ହୋଇ ରହିବ। ତୁମ ଆତ୍ମାର ମୃତ୍ୟୁ ନାହିଁ। ମୁଁ ଆଉ ଥରେ କହୁଛି, ଯାହାକୁ ପୂର୍ବରୁ ତୁମକୁ ବି ଅନେକ ଥର କହିଛି, ତୁମର ଯଦି ଦେହାନ୍ତ ହୋଇଯାଏ ମୁଁ ଆଉ କେବେ ବିବାହ କରିବି ନାହିଁ। ଏ ପ୍ରତିଶ୍ରୁତି ମୁଁ ତୁମକୁ ଦେଉଛି। ଈଶ୍ୱରଙ୍କ ଉପରେ ଭରସା ରଖ, ତୁମର କିଛି ହେବନି। ସତ୍ୟାଗ୍ରହ ଏକ ସାମାନ୍ୟ ରାଜନୈତିକ ଘଟଣା ନୁହେଁ, ଏହା ଧାର୍ମିକ ପବିତ୍ର ଘଟଣା। ଏହି ସଂଗ୍ରାମରେ କିଏ ଜଣେ ରହିବା ବା ଚାଲିଯିବାର କିଛି ଗୁରୁତ୍ୱ ନଥାଏ। ମୁଁ ଆଶା କରେ ତୁମେ ମୋ ପରି ଭାବୁଥିବା ତୁମେ କେବେ ମାନସିକ ଦୁର୍ବଳ ହୋଇଯାଅନି। ମୁଁ ଏତିକି ଚାହେଁ ବାପୁ। କସ୍ତୁରବା ଭଲ ହୋଇଯାଇଥିଲେ। ଅନେକ ବର୍ଷ ଧରି ଅହିଂସା ସତ୍ୟାଗ୍ରହର ଗାନ୍ଧୀଙ୍କ ସେ ସାଥୀ ହୋଇଥିଲେ। କସ୍ତୁରବାଙ୍କ ଦେହାନ୍ତ ହୋଇଥିଲା 1944 ମସିହା ଫେବୃଆରୀ 22 ତାରିଖରେ। କସ୍ତୁରବାଙ୍କ ମୃତ୍ୟୁରେ ଭାରତର ବର୍ଡଲାଣ୍ଡ ଲର୍ଡ ୱେଭେଲ ଗାନ୍ଧୀଙ୍କ ପାଖକୁ ଦେଇଥିବା ଶୋକବାର୍ତ୍ତାର ଉତ୍ତର ଦେଇ 1944 ମାର୍ଚ୍ଚ 9 ତାରିଖରେ ଗାନ୍ଧୀ ବର୍ଡଲାଣ୍ଡକୁ ଲେଖିଥିଲେ, ବା ଓ ମୁଁ, ଆମେ ଦୁହେଁ ଜଣ ପୃଥକ ନଥିଲୁ, ଏକା ଥିଲୁ। ସେ ମୋର ଅର୍ଦ୍ଧାଙ୍ଗିନୀ ଥିଲେ। ଦୃଢ଼ ଇଚ୍ଛାଶକ୍ତିର ମହିଳା ଥିଲେ କସ୍ତୁରବା। ଇଚ୍ଛାଶକ୍ତି ତାଙ୍କର ଜିଦ୍ ନଥିଲା, ପ୍ରେରଣାରେ ଥିଲା, ଉତ୍ସ ଥିଲା। ତେଣୁ ମୋର ଶିକ୍ଷକ ହୋଇ ଯାଇଥିଲେ।